ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ଯେବେଠୁ ଭାଣିଜୀ ଆସିଛନ୍ତି ଭୁବନେଶ୍ୱର ସେବେଠୁ ମୋ ପୁଅକୁ ଖେଳିବା ପାଠ ମିଳିଯାଇଛି ଆଉ ମୋର ଟିକେ ଛୁଟି ମିଳିଯାଇଛି। ତ ଡାନ୍ସ ସ୍କୁଲରୁ ଆସିଲା ପରେ ଦେଖୁନାହାନ୍ତି ଡ୍ରେସ୍ ବି ଚେଞ୍ଜ ହେଇନାହିଁ। ଭାଇ ଭଉଣୀର ଏଠି ଖେଳ ଚାଲିଛି। ତା ସାଇକେଲରେ ଭାଣିଜୀ ବସିକି ସିଏ ପଛରେ ଯାଉଛନ୍ତି ରେଷ୍ଟୁରାଣ୍ଟ ଖାଇବାକୁ। ତାଙ୍କର ସେଇଟା ଖେଳ ଚାଲେ, ଆମେ ଯିବା ଦୁବାଇ ଯିବା ବୁଲିବାକୁ, ୟୁଏସ୍ଏ ଯିବା ବୁଲିବାକୁ, ରେଷ୍ଟୁରାଣ୍ଟ ଯିବା ଖାଇବାକୁ। ସେମାନେ ତାଙ୍କର ଖେଳ ଚଲେଇଛନ୍ତି, ମୁଁ ମୋର ପଳେଇ ଆସିଲି କିଚେନକୁ ରୋଷେଇ କରିବି ବୋଲି। ଡାନ୍ସ କ୍ଲାସ୍କୁ ଯିବା ପୂର୍ବରୁ ମଟର ଆଳୁ ସିଝେଇ ଦେଇକି ଯାଇଥିଲି। ଏବେ ଆସିକି ପ୍ରେସର ଖୋଲିକି ଦେଖିଲି ହେଇଯାଇଛି। ଆଉ କୁଆଡ଼େ ତ ଗଲା ମାନେ ଆସିଲା ମାନେ ମୋର ତ ଥଣ୍ଡା ହିଁ ଛାଡ଼ୁନି। ତ ଛାଡ଼ୁ ନ ଛାଡ଼ୁ କାମ ତ କରିବାକୁ ପଡ଼ିବ, ଆଉ କିଛି ଅପସନ୍ ବି ନାହିଁ। ତ ମୋର ଆକ୍ଚୁଆଲି ଘରକୁ ଯେଉଁ ପଳେଇଥିଲି ମୁଁ ଟିକେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏଗୁଡ଼ା ସବୁ ବନେଇକି ରଖେ। ଆଉ ଜୁଆଣି, ଧଣିଆ, ପାନମଧୁରୀ ଭାଜିକି ରଖେ ଖାଇସାରିଲା ପରେ ଖାଇବା ପାଇଁକି ଟିକେ ପାଟିରେ ପକେଇଲେ ଭଲ ଲାଗେ। ତ ସେଗୁଡ଼ା ଥରେ କରିଦେଲେ ମୋର 10-15 ଦିନ ଏମିତିଆ ରହିଯାଏ। ଆଉ କିଛି କିଛି କାମ ଥାଏ ଯେଉଁଟା ଟିକେ କରିକି ରଖିଦେଲେ ମାନେ ସକାଳୁ ଯେଉଁ ଉଠିକି ଟିଫିନ୍ ବନେଇବା, ରୋଷେଇ କରିବା ସେଗୁଡ଼ା ଟିକେ ହେଲ୍ପ ହେଇଯାଏ। ଯେମିତିକି ସୁଜି ଆଉ ସିମେଇ ଏଗୁଡ଼ାକ ମୁଁ ସବୁ ଭାଜିକି ରଖିଦିଏ 10-15 ଦିନ ପାଇଁକି, ମାନେ ଯେମିତି ହେବ 2-4 ଥର ସେମିତି ଭାଜିକି ରଖିଦେଲେ ସେତେବେଳକୁ ଆଉ ଯେତେବେଳେ ଟିଫିନ୍ ଆଗ ବନାଏ ସେତେବେଳେ ଆଉ ଭାଜିବାକୁ ପଡ଼େନି, ଖାଲି ଭଜା ହେଇକି ଥାଏ, ତାକୁ ଆଣ ରୋଷେଇ କର। ତ ଏଇଠି ସବୁ ଭାଜି ଭୁଜାକି ରଖିଦେଇଛି, ସେଗୁଡ଼ା ଟିକେ ଥଣ୍ଡା ହେବ, ତାପରେ ସେଗୁଡ଼ା ଗ୍ରାଇଣ୍ଡିଙ୍ଗ ହେବ, ଡବାରେ ପୁରା ହେବ। ତା ଭିତରେ ମୋର ବଡ଼ ଭାଣିଜୀ କଲ୍ କରିଥିଲେ ଭିଡ଼ିଓ କଲ୍। ତ ଏଇଠି ଭାଣିଜୀ ଗପୁଥିଲେ, ମୋ ପାଖକୁ ବି ନେଇକି ଆସିଥିଲେ ରୋଷେଇ କରୁ କରୁ, ତାଙ୍କ ସହିତ ବି ଟିକେ ଗପିଦେଲି। କଥା ସରିଲା ପରେ ଭାଣିଜୀ ଯାଇକି ମୋ ପୁଅ ସହିତ ଖେଳୁଥିଲେ ଆଉ ମା ତାଙ୍କର ଟିଭି ଦେଖିବାକୁ ବସିଛନ୍ତି। ତା ଭିତରେ ମୁଁ ଘୁଗୁନି ତରକାରୀ ବନେଇ ଦେଇଛି। ଆଉ ଏଇଠି ଏମାନଙ୍କର ଖେଳ ଚାଲିଥିଲା, ମୁଁ ପଳେଇ ଆସିଥିଲି ଟିକେ ସେମାନଙ୍କୁ ଦେଖିବା ପାଇଁ କି କ'ଣ କରୁଛନ୍ତି। ତ ଏଇଠି କ'ଣ କ'ଣ ସବୁ ଖେଳୁଛନ୍ତି ସେଇମାନେ ହିଁ ଜାଣିଛନ୍ତି, ମୁଁ ଟିକେ ଏଇଠି ଭିଡ଼ିଓ କରିଦେଇକି ପଳେଇଲି। ଆଉ ଆଜି ରାତିରେ ଉପମା ଆଉ ଘୁଗୁନି ଖିଆ ହେବ। ଘୁଗୁନିଟା ବନେଇଛି ଆଉ ଉପମାଟା ବନେଇବି। ଭାଣିଜୀଙ୍କୁ ରୁଟି ଏତେ ଭଲ ଲାଗେନି, ଆଉ ହେଲା ସେ ମାଛ ଖାଉନାହାନ୍ତି ଜମା, ଖାଲି ଚିଙ୍ଗୁଡ଼ି ଆଉ ଚିକେନ୍ ଖାଉଛନ୍ତି। ଆଉ ସବୁଦିନ ତ ଚିଙ୍ଗୁଡ଼ି ଚିକେନ୍ ହେଉନି, ସେଇଥିପାଇଁ ତାଙ୍କୁ ଯେମିତିଆ ଭଲ ଲାଗିବ ସେମିତି ହିଁ ଖାଇବା ବନେଇକି ଦେଉଛି। ଆଉ ମତେ ସବୁ ଖାଇବା ଟେଷ୍ଟି ବି ଲାଗୁଛି ମାଇଁ। ଯାହା ହଉ ତମକୁ ଭଲ ଲାଗୁଛି ସେଇଟା ହେଉଛି ବଡ଼ କଥା। ଆଉ ହଁ, ଆମେ ଯେହେତୁ ବାଲେଶ୍ୱର ଲୋକ ଖାଲି କ'ଣ ଉପମା ଘୁଗୁନି ଖିଆ ହେଲା, ତା ସହିତ ମୁଢ଼ି ବି ଟିକେ ଲାଷ୍ଟରେ ଖିଆ ହେଲା। ତ ବାସ୍ ଆଜିର ଭିଡ଼ିଓଟା ଏତିକି, ପୁଣି ଦେଖା ଗୋଟେ ନେକ୍ସଟ ଭିଡ଼ିଓ ଅଛି, ସେଥିପର୍ଯ୍ୟନ୍ତ ବାଏ ବାଏ।